श्रीमद्भागवत चतुर्थ स्कंद द्वाविंशोऽध्याय। एयन्ते शुण हे विदुर से पृथुदेव राजेश्वर। से क्षेत्रे जेते प्रजागण पितृदेव ऋषि ब्राह्मण। पृथुଙ୍କ ଗୁଣ ବଖାଣନ୍ତି ସେ ସର୍ବେ ହରିଙ୍କୁ ପୂଜନ୍ତି। ଏମନ୍ତେ କେତେ କାଳ ଅନ୍ତେ ବିଜୟ କଲେ ମୁନିବରେ। ସେ ସିଦ୍ଧ ଗଣ ମତେ ସାର ବିଶେଷ ବ୍ରହ୍ମାଙ୍କ କୁମାର। ତପସାଧନେ ବିରାଜନ୍ତି ସୂର୍ଯ୍ୟ କିରଣ ପ୍ରାୟ ଜ୍ୟୋତି। ଆକାଶେ ଦେଖିଲେ ରାଜନ କାନ୍ତିରୁ କଲେ ଅନୁମାନ। ସେ ସର୍ବ ସିଦ୍ଧି ସନ କାନ୍ଦି ବିଷ୍ଣୁର ଭକ୍ତ ବ୍ରହ୍ମବାଦୀ। ନିଶ୍ଚେ ଜାଣିଲେ ଅନୁମାନେ ଉଠିଲେ ସର୍ବ ଶିକ୍ଷା ଗଣେ। ତାଙ୍କ ଦର୍ଶନେ ନୃପରାଣ ଊର୍ଦ୍ଧ୍ୱଙ୍କୁ କଲା ସେ ବଦନ। ଯେହ୍ନେ ଜୀବନ ପ୍ରାଣ ପାଏ ସଦାସ ଉଠିଲେ ଝସାଇ। ସଦସ୍ୟ ଆଦି ଯେତେ ଥିଲେ ସ୍ୱତନ୍ତ୍ରେ ସତ୍ୱରେ ସକଳେ ଉଠିଲେ। ଯେ ସନେ ଗନ୍ଧାଦି ଗୁଣକୁ ଜୀବନ ଗମଇ ଊର୍ଦ୍ଧ୍ୱଙ୍କୁ। ସେ ସନେ ନୃପ ହେଲେ ଉଭା ପ୍ରବେଶ ହେଲେ ସେଇ ସଭା। ଆନନ୍ଦେ ପୃଥୁ ନୃପମଣି ପ୍ରମାଣ କଲେ ଶିର ଘେନି। ସୁଗନ୍ଧ ଶୀତ ଜଳ ଦେଇ ପାଦ କମଳ ଦେଲେ ଥୋଇ। ଦିବ୍ୟ ଆସନେ ବସାଇଲେ ସୁବୁଦ୍ଧି ବ୍ୟଭାରେ ପୂଜିଲେ। ତାହାଙ୍କ ଚରଣ ସକଳେ ଅଳକ ବନ୍ଧ ସମାଜିଲେ। ଯେ ପ୍ରାଣୀ ହୁଏ ଶୀଳବନ୍ତ ତାହାଙ୍କ ଚରିତ ଏମନ୍ତ। ଛାଡ଼ି ନୃପତି ଅଭିମାନୀ ଆନନ୍ଦେ କଲେ ବହୁ ମାନେ। ହାଟକ ଆସନେ ବସାଇ ପାଦ ଉଦକ ଶିରେ ନେଇ। ସେ ଭବ ଅଗ୍ରଜନ୍ମା ଯେଣୁ ରାଜନ ମାନ୍ୟ କଲେ ତେଣୁ। ଭାବେ ପ୍ରସନ୍ତୋଷୀ ତାଙ୍କ ମନ ରାଜା ଯେ କହନ୍ତି ବଚନ। ଆଜ ମୋ ପୂର୍ବ ଭାଗ୍ୟ ଫଳ ଜୀବନ ହୋଇଲା ସୁଫଳ। ଦୁର୍ଲଭ ଦେଖିଲି ତୁମ୍ଭକୁ ଖୋଜି ନ ପାନ୍ତି ଯୋଗୀ ଯାଙ୍କୁ। ଅବ୍ୟକ୍ତ ଗତି ଯେ ତୁମ୍ଭର ଭ୍ରମଣେ ଚତୁର୍ଦଶ ପୁର। ଅଭାଗ୍ୟବନ୍ତ ପ୍ରାଣୀ ସେଇ ତୁମ୍ଭ ଦର୍ଶନେ ଯୋଗ୍ୟ ନୋହି। ଏ ଆତ୍ମା ପୁରୁଷ ଯେ ସନେ ସକଳେ ଦେଖଇ ଚେତନେ। ତାହାଙ୍କୁ ନ ଦେଖନ୍ତି କେହି ଏ ବିଶ୍ଵ ହେଲେ ଭୂତ ଦେହି। ଏ ସିଦ୍ଧ ତୁମ୍ଭକୁ ଦେଖିଲି ଧନ୍ୟ ମୋ ଜୀବନ ମିଳିଲି। ନିର୍ଧନ ଗୃହେ ଯେହ୍ନେ ଧନ ଅଣ ଅଭ୍ୟାସେ ଲଭେ ପୁଣ୍ୟ। ତେହ୍ନେ ଯେ ମିଳିଲି ଅଦ୍ଭୁତ ମୋ ଭାଗ୍ୟେ ତୁମ୍ଭେ ଉପଗତ। ଯା ଗୃହେ ଅତିଥି ଆଗତ ଭାବେ ପୂଜିବ ଶୁଦ୍ଧ ଚିତ୍ତ। ବିଭବେ ପୂଜି ବହୁ ମତେ କାୟ ବଚନ ଶୁଦ୍ଧ ଚିତ୍ତେ। ବିଭବ ହୀନେ ଯେ ବାଜନ ଉଛିବ ଯେ ବିଧି ବିଧାନ। ଭୂମି ଉଦ୍ଧକ ତୃଣାସାରେ ଦେଇ ପୂଜିବ ସାଧୁ ଜନେ। ଏ ବିଧି ଯେ ବାନ ପୂଜନ୍ତି ଯେ ବ୍ୟର୍ଥେ ଜୀବନ୍ତେ ମରନ୍ତି। ବ୍ୟାଳ ଆଳୟ ଦ୍ରୁମେ ଯେନେ ତା ଗୃହେ ଭୟଙ୍କର ତେହେ। ଯା ଗୃହ ଗତେ ଯେ ଅତିଥି ସୁଖେ ଚରଣ ନ ଧୁଅନ୍ତି। ତାର ଜୀବନେ କି କାରଣ? ତାର ଜୀବନେ କି କାରଣ? ବ୍ୟର୍ଥ ଆୟୁଷେ ଯଶ ଗୁଣ। ଯେ ଭକ୍ତ ଜନକୁ ନ ସେବେ ତା ସୁଖ ସର୍ବ କି ଲଭେ। ଭୋ ମୁନି ତୁମ୍ଭ ଆଗମନ ମଙ୍ଗଳ ମିଳିଲି ଜୀବନ। ତାହାଙ୍କ ବ୍ରତ ବିଧି ଆଦି ଧରନ୍ତି ଅନ୍ୟ ମୁଖ୍ୟବାଦୀ। ଯେ କାଳ ବସଉ ତରନ୍ତି ଯେ କାଳ ବୟସୁ ତରନ୍ତି। ସେ ଯେବେ ମୁଖ୍ୟ ମାର୍ଗେ ଯାନ୍ତି। ଏ ବାଳ ପୌଗଣ୍ଡ କିଶୋର ଯେ ଥରେ ଦୃଢ ନିଷ୍ଠା ପର। ସେ ଯେବେ ମୁଖ୍ୟ ମାର୍ଗେ ଯାନ୍ତି ଏ ବିଷ୍ଣୁ ମାୟାରୁ ତରନ୍ତି। ଇନ୍ଦ୍ରିୟ ମାନଙ୍କ ବିଷୟେ ନ ଛାଡେ ଯାହାର ଦଏ। ଯେ ସେ କେବେ ସୁଖ ନ ଲଭନ୍ତି ସୁକର୍ମ କନ୍ଦେ ବନ୍ଦୀ ହନ୍ତି। ଏ ଘୋର ସଂସାରେ ପଡ଼ିଣ ଦୁଃଖ ଭୁଞ୍ଜନ୍ତି ଅଜ୍ଞାନହୀନ। ଭୋ ମୁନି ଗଣେ ତୁମ୍ଭେ ଜ୍ଞାନୀ ଆତ୍ମା ରାମଙ୍କ ମଧ୍ୟ
ମାନି। ଏଣୁ ଯେ ତୁମ୍ଭମାନଙ୍କରେ କୁଶଳ ପ୍ରଶ୍ନ ନ ପଚାରେ, ଯାହାକି ମତି ଗତି ମନେ କୁଶଳ କଷଣ ନ ଘନେ। ଯାହାକି ମତି ଗତି ମନେ କୁଶଳ କଷଣ ନ ଘେନେ। ଏମନ୍ତ ଶୁଣି ଯେ ବିଦୁର, ସେ ପୃଥ୍ୱୀ ବାକ୍ୟ ସୁମଧୁର। ଶ୍ରବଣେ ତୋଷ ହେଲେ ମୁନି, ସାଧୁ ସମ୍ମତ ବାକ୍ୟ ମାନି। ଶ୍ରବଣେ ତୋଷ ହେଲେ ମୁନି, ସାଧୁ ସମ୍ମତ ବାକ୍ୟ ମାନି। ହରଷେ କହନ୍ତି ମଧୁର, ଶୁଣ ହେ ପୃଥୁ ନୃପବର। ସଂସାରେ ସାଧୁ ଲୋକ ଯେହ୍ନେ, ଯେହି ତାଙ୍କ ମହିମା ସିନା ଏହି। ବିଷୟ ସୁଖ ନ ଘେନନ୍ତି, ପ୍ରାଣୀଙ୍କ ଶ୍ରେୟ ପଚାରନ୍ତି। ତୁମ୍ଭେ ଯେ ପଣ୍ଡିତ କୁଶଳ, ଏଣୁ ଉତ୍ତମ ପଚାରିଲ। ସୁସାଧୁ ଜନଙ୍କ ସଙ୍ଗତ, ଉଭୟ ଲୋକ ସେ ବିଦିତ। ଏଣୁ ସାଧୁଙ୍କ ସମ୍ଭାଷଣ, ସୁପୁଣ୍ୟ ମଙ୍ଗଳ କାରଣ। ଅଶେଷ ଜୀବ ହିତ କରେ, ଏହା ପଚାରିଲେ ବ୍ୟବହାରେ। ସୁଶାନ୍ତି ଆମ୍ଭ ମନ ହେଲା, ତୁମ୍ଭେ ଦର୍ଶନେ ସୁଖ ଗଲା। ଶୁଣ ସୁମନେ ନୃପବର, କହିବା ଏଥି ପ୍ରତିକାର। ଯେ ମୁଖ୍ୟ ସାଧନ ପୁଞ୍ଛିଲ, ଅଶେଷ ଜୀବର ଯେ ଭଲ। ତ୍ରିବିଧ କୃଷ୍ଣ ଉପାସନ, ରଜସତ୍ୱକ ତମ ଗୁଣ। ତାମସ ଭକ୍ତିର କାରଣ, କହିବା ଏବେ ନୃପ ଶୁଣ। ସେ କୃଷ୍ଣ ଚରଣ କମଳେ, ଯେ ନାମ ସଂକୀର୍ତ୍ତନ କରେ। ସଂକୀର୍ତ୍ତନ ପଳେ, ତହିଁ ଯାହାର ହୁଏ ଭୀତ। ସେହି ନ କପଟ ଭକତ, ତାହାର ଅନ୍ତର ମଳିନ। କାମ କଷ୍ଟ ଏ ହୋଇ କ୍ଷୀଣ। ତାମସ ଭକ୍ତ ବୋଲି ତାରେ, ନ ତରେ ଏ ଭବ ସାଗରେ। କୃଷ୍ଣ ଭଜନେ ହୁଏ ରତି, ଆତ୍ମାକୁ ବିଶୁଦ୍ଧ କରନ୍ତି। ଯେ ନିଷ୍ଠା ଶାସ୍ତ୍ର ମାର୍ଗେ କହେ, ନିଶ୍ଚୟ ବୁଝ ନର ରାଏ। ଏଟି ନିର୍ମଳ ଜ୍ଞାନ ହେତୁ, ଭବ ସାଗର ପାର ସେତୁ। ଚିତ୍ତ ବିଶୁଦ୍ଧ ଯାର ନାହିଁ, ତାର ବୈରାଗ୍ୟ ଜ୍ଞାନ କାହିଁ। ହରି ଚରଣେ ସେବା ରତି, ବୈରାଗ୍ୟ ନିଶ୍ଚଳ ଭକତି। ଏଟି କୈବଲ୍ୟ ସୁସାଧନ, ନିଶ୍ଚୟ ବୁଝ ତୁ ରାଜନ। ହୁଏ ଏ ଅସଙ୍ଗ, ତହୁଁ ଜନ୍ମଇ ଭକ୍ତି ଅଙ୍ଗ। ଏବେନି ଆତ୍ମା ଭେଟ କାହିଁ, ତେଣୁ ତା ସଙ୍ଗ ଦେହ ବହି। ସେ ବ୍ରହ୍ମ ନିର୍ଗୁଣ ନିର୍ମଳ, ବ୍ୟାପିଛି ଅଶେଷ ସଂସାର। ଭକ୍ତି ବୈରାଗ୍ୟ ତାଙ୍କୁ ପାଇ, ଏ ବିନେ ଜୀବ ଭ୍ରମୁ ଥାଇ। ସେ ବ୍ରହ୍ମେ ରତ ଏ କାଳର, ଶାସ୍ତ୍ରରେ ଶ୍ରଦ୍ଧା ଥାଇ ଯାର। ହରି ଚରଣେ ଯେବେ ଭାବେ, ଅସଙ୍ଗ ଭକ୍ତି ହୁଏ ତେବେ। ଯୋଗରେ ନିଷ୍ଠା ଥାଏ ଯାର, ପୁଛ ଏ ଶାସ୍ତ୍ର ମାର୍ଗ ସାର। ଯୋଗେନ୍ଦ୍ର ଗଣେ ସେବା କଲେ, ସେ ଗତି ଲଭେ ବ୍ରହ୍ମ ତୁଲେ। କିଏ ବା ହରି ସଂକୀର୍ତ୍ତନ, ଶୁଣି ଶ୍ରବଣେ କଲେ ଧ୍ୟାନ। ଆସଙ୍ଗ ରତି ହୁଏ ତେବେ, ସାଥି ପାରିଲେ ସାଧି ଯେବେ। ଶୁଣ ରାଜନ କୃଷ୍ଣ ଲୟେ, ତ୍ରିବିଧ ନିର୍ବାଣ ହୁଏ ଗତି। ଏ ମାର୍ଗେ ଯେ ସାଧ୍ୟ କରନ୍ତି, ବ୍ରହ୍ମ ନିର୍ବାଣେ ହୁଏ ଗତି। ଅର୍ଥ ବାଞ୍ଛିତ ମନ ଯାର, ତାମସେ ବଞ୍ଚେ ସେହୁ ନର। ଯେ ପ୍ରାଣୀ ଇନ୍ଦ୍ରିୟ ଭାବେ ବଶ, ତାହାଙ୍କୁ ବୋଲନ୍ତି ରାଜସ। ଏହାଙ୍କୁ ନ କରିବ ଗୋଷ୍ଠୀ, ତହିଁ ନ ଦେବ ମନ ଦୃଷ୍ଟି। ଏମନ୍ତେ ଯେ ବା ଭଲ ପାନ୍ତି, ସେ ଅର୍ଥ କାମ ହିଁ ବାଞ୍ଛନ୍ତି। ଏଣୁ କୁସଙ୍ଗ ଭାବ ତେଜି, ଯେ ପ୍ରାଣୀ ଆତ୍ମଲାଭ ଖୋଜି। ନିଃସଙ୍ଗ ବିଜନ୍ତେ ବସଇ, ସେ ତେବେ ଆତ୍ମାକୁ ଭେଟଇ। ଏ ରୂପେ ହୁଏ ବ୍ରହ୍ମେ ରତି, ଶୁଣ ସୁଜନେ ହେ ନୃପତି। ଅପରେ ଯେ ସାଧ୍ୟ କହିବା, ଯାହାର ନାହିଁ ଭକ୍ତି ସେବା।
ହରିଚରଣେ ଭକ୍ତି ନୋଇ ତାହାର ବ୍ରହ୍ମେ ରତି କାହିଁ। ଯେ ହରି ଗୁଣ ଶୁଦ୍ଧ ପାନ ସେ ବିନେ ବ୍ରହ୍ମେ ନୁହେଁ ଜ୍ଞାନ। ଅହିଂସା ଧର୍ମେ ଯେ ଥାନ୍ତି ଏ ବ୍ରହ୍ମ ଜ୍ଞାନ ସେ ଲଭନ୍ତି। ପରମ ବ୍ରହ୍ମଚର୍ଯ୍ୟ ବିଧି ତପସ୍ୟା ସମଦମ ରାଧି। ଆପଣା ହିତ ଅନୁଧ୍ୟାନେ ନିପୁଣ ହୁଏ ବ୍ରହ୍ମ ଜ୍ଞାନେ। ସେ ହରି ପରମ ପୁରୁଷ ଯାହାର ଚିରତ ପୀୟୁଷ। ସେ ଶୁଦ୍ଧ ପାନ ଯେବେ କରେ ସେ ତେବେ ବ୍ରହ୍ମ ଜ୍ଞାନ ବରେ। ଯମ ନିୟମ କାମହୀନେ ଏ ଆଦି ସାଧିବ ନିର୍ଗୁଣେ। ପାପାଦି ଧର୍ମ ବିଧର୍ମରେ ନିନ୍ଦାସ୍ତବନ ସର୍ଜିତରେ। ପରମ ଧର୍ମ ଏ ବିଚାର ନିର୍ମଳ ବାହ୍ୟ ଅଭ୍ୟନ୍ତର। ଶୀତୋଷ୍ଣ ଦୁଃଖ ସୁଖ ସହେ ସେ ତେବେ ବ୍ରହ୍ମ ଜ୍ଞାନ ବହେ। ସେ ବ୍ରହ୍ମ ଯାର ନିଷ୍ଠା ବ୍ରତ ଯେ ବାତା ହୁଏ ଦୃଢ଼ ମତ। ଶ୍ରୀହରି ଭକ୍ତ ଯେ ବାଜନ ଏ ସର୍ବ ତାଙ୍କର ଭୂଷଣ। ତେଣୁ ବଢ଼ଇ ତାର ଭକ୍ତି ସେ ତେବେ ଲଭଇ ମୁକତି। ସେ ବ୍ରହ୍ମ ଅଟେ ସଦା ସତ ଅନାତ୍ମା ନିର୍ଗୁଣ ଅନନ୍ତ। ତାହିଁ ଯାହାର ରତି ହୁଏ ସେ ଜୀବ ବଦ୍ଧ ହୁଏ ମୋହେ। ସେ ବ୍ରହ୍ମେ ଯାର ନିଷ୍ଠା ରତି ଯେବେ ତା ହୁଏ ଦୃଢ଼ ମତି। ସଦ୍ଗୁଣ ସେବା ଯେ କରେ ସେ ତେବେ ଜ୍ଞାନ ମାର୍ଗେ ଧରେ। ଜ୍ଞାନ ବୈରାଗ୍ୟ ଯୋଗ ବଳେ ଏ ଜୀବ କୋପ ଦହେ ହେଳେ। ଏ ପଞ୍ଚ ଭୂତରେ ଦୁଃଖ ହୃଦୟ ଜୀବନର ହୋଇଛି ଆୟଳ। ଜ୍ଞାନ ଅନଳ ହେଲେ ଜାତ ଯେବେ ସେ ହୁଏ ଭସ୍ମୀଭୂତ। ଏ ଜୀବ କୋପ ଯେବେ ଯାର ତେବେ ସେ ବ୍ରହ୍ମ ଜ୍ଞାନ ପାର। ଅନଳ ପ୍ରକାଶିଲେ ଯେହ୍ନେ ସମିଧ ହୁଏ ଦଗ୍ଧ ମାନେ। ତେସନେ ଏ ଲିଙ୍ଗ ଶରୀର ଜ୍ଞାନ ରହେ ନୃପବର। ଏମନ୍ତ ଜ୍ଞାନ ଉଦେ ଯାର ହୁଅଇ ଭବ ସିନ୍ଧୁ ପାର। ଉପାଧି ବାସନା ଅଶେଷ ଜ୍ଞାନ ଅନଳେ ହୁଏ ଧ୍ୱଂସ। ଉପାଧି ଅନ୍ତେ ନୃପରାଏ ତାର ଗୁଣାଦି ହୁଅନ୍ତି ଲୟେ।